କରିଛନ୍ ମନ୍ତ୍ରୀ ବି ହେଇଛନ୍ ଆଜି ପୁଅକେ ସୁଯୋଗ ମିଳିଛେ ପୁଅଙ୍କ ସାଙ୍ଗେ ଆଇଛନ୍ କେତେ ଖୁସି ଲାଗୁଛେ ଏ ଅନୁଭୂତି କାଣା କହିବେ? ପ୍ରଥମତଃ ମୁଇଁ ମୋର ବଲାଙ୍ଗୀରର ସମସ୍ତ ସାମ୍ବାଦିକ ଭାଇ ଇଲେକ୍ଟ୍ରୋନିକ୍ ମିଡ଼ିଆ ପ୍ରିଣ୍ଟ ମିଡ଼ିଆ ବ୍ୟବହାରକେ ନମସ୍କାର କରୁଛେ। ମୁଇଁ ଗଲାଥର ମନ୍ତ୍ରୀ ଥିଲି ଏମ୍ଏଲ୍ଏ ଥିଲି ନୃସିଂହାର ଏବଂ କୌଣସି କାରଣବଶତଃ 2019ରେ ମୋର ପୁଅକେ ଟିକଟ ନେଇ ମିଳିଲା। ଏନେହାও ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜେଡ଼ିର ସଭାପତି ନବୀନ ପଟ୍ଟନାୟକ ମୋର ପୁଅ ଉପରେ ସନ୍ତୋଷ ପ୍ରକାଶ କଲେ ଏବଂ ତାକେ 2024ର ନିର୍ବାଚନର ନୃସିଂହାର ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ଦେଇଛନ୍। ତେଣୁକରି ସେ ଗୋଟେ ଯୁବକ ସୁଲଭ ସେ ଅଛେ। ଆଉ ମୁଁ ଯାହା କାମ କରିଥିଲି ଯାହା ଅଧ୍ୟୟନ ରହିଥିଲା ନୃସିଂହାର ନିର୍ବାଚନ ମଣ୍ଡଳୀରେ ସେ ଯଦି ଜୟଯୁକ୍ତ କରନ୍ତି ଆପଣମାନେ ବଲାଙ୍ଗୀର ବାସିନ୍ଦା ନୃସିଂହାର ବାସିନ୍ଦା ତାହାକୁ ଯଦି ଅଜସ୍ର ଶ୍ରଦ୍ଧା ଏବଂ ସ୍ନେହ ଏବଂ ଆଶୀର୍ବାଦ ଦେବେ ସେ ନିଶ୍ଚିତ ଭାବେ ଯୁକ୍ତ ହେବ। ଆପଣମାନେ ଆଜି ଦେଖିଥିବେ ଆମର ଯେଉଁ ରେଲି ଆସିଲା କିପରି ହିସାବରେ ଲୋକଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ସୃଷ୍ଟି ହୋଇଛି। ସେହି ହିସାବରେ ନରମୁଖ ନାରାୟଣ କହନ୍ତି ଆପଣମାନଙ୍କର ଆଶୀର୍ବାଦ ଆପଣମାନଙ୍କର ଶୁଭଚିନ୍ତା ଆପଣଙ୍କର ଶୁଭକାମନା ପାଇଁ ମୁଁ ଆପଣମାନଙ୍କୁ ପ୍ରାର୍ଥନା କରୁଛେ ଏବଂ ପୁଣି ଆଉ ଥରେ ନମସ୍କାର କରୁଛେ। ବାପାଙ୍କର ଲିଗାସିଟା କେତେ କାମ ଦେବା ଗୋଟେ ବାପାଙ୍କ ଲିଗାସି ତ ନିଶ୍ଚିତ ଭାବେ କାମ ଦେବା ଏକା। ସେ ମୋର ତୃତୀୟ ପୁତ୍ର ସେ ମୂଳରୁ ପ୍ରାୟ 7-8 ବର୍ଷ ହେଲା ନୃସିଂହାରେ ବସତି ସ୍ଥାପନ କରୁছে ତାର ଫ୍ୟାମିଲି ନେଇକରି ଏବଂ ଅହର ଦିନ ରାତି ଯେତେ ପ୍ରୋଗ୍ରାମ ହେଉଛି ନୃସିଂହାର ନିର୍ବାଚନ ମଣ୍ଡଳୀରେ ସବୁ ଜାଗାକେ ସେ ଉପସ୍ଥିତ ହେଉଛନ୍ ଆଉ ଲୋକମାନଙ୍କ ଆଶୀର୍ବାଦ ଦେଇକି ଆଉଛନ୍। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି କୋଣ୍ଟା ବାଙ୍ଗିରେ ବଲାଙ୍ଗୀର ଜିଲ୍ଲାରେ ସେଟା ବି ଆଉ ଟିକେ ପ୍ରଭାବ ପଡ଼ବା ବୋଲି ହେଉଛନ୍ ବିଜେଡ଼ି ଆଉ ଟିକେ ଭାବୁଛେ ନିଶ୍ଚିତ କିଛି ପରିମାଣରେ ପ୍ରଭାବ ପଡ଼ବା ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ କଟାବାଜିରେ ମାନେ ନୋମିନେସନ୍ ଫାଇଲ୍ କରିଛନ୍ ତାଙ୍କର ପ୍ରଭାବ ନିଶ୍ଚିତ ଭାବେ କିଛି ଅଂଶରେ ପଡ଼ବା ବୋଲି ମୋର ଆଶା ଅଛି।